ଏବେ ଗୋଟେ ସେନ୍ସରକୁ ନେଇ ବହୁତ ଘମାଘଟ ଲଢ଼େଇ ଚାଲିଛି। ଲଢ଼େଇ ଇନ୍ ଦି ସେନ୍ସ ଦେଖନ୍ତୁ ମାନେ ସେନ୍ସରରେ ଯେତେବେଳେ ସେନ୍ସର ହେଉଛି ଆମର ସେନ୍ସର ଅଫିସର କ'ଣ କରୁଛନ୍ତି ଯେତେବେଳେ ୟୁଏ ପାଉଛି କାନ୍ତରା ପାଉଛି ଅନ୍ୟ ଫିଲ୍ମ ବି ପାଉଛି କିନ୍ତୁ ଆମ ଓଡ଼ିଆ ପିକ୍ଚରକୁ ମାନେ ସାମାନ୍ୟ ଟିକେ ଯଦି ଭାয়োଲେନ୍ସ ହେଉଛି କିମ୍ବା ରକ୍ତ ବାହାରୁଛି କିମ୍ବା ଯଦି ମାନେ କୌଣସି ପ୍ରକାର ଇଏ ଦେଖାଯାଉଛି ସେଟାକୁ ଏ ସାର୍ଟିଫିକେଟ୍ ଦିଆଯାଉଛି। ଏ ସାର୍ଟିଫିକେଟ୍ ଆରମ୍ଭ ହେଇଛି ଆମର ଚ୍ୟାଲେଞ୍ଜରୁ ଚ୍ୟାଲେଞ୍ଜ ପରେ ଲଢ଼େଇ ଲଢ଼େଇ ପରେ ରହସ୍ୟ ତାପରେ ରହିଲା ବାସ୍ତବ ଆଉ ଏବେ ବି ଗୋଟେ ଫିଲ୍ମ ଆସୁଛି ସେଟା ମାନେ ତାକୁ ମୋତେ ଡର ଲାଗୁଛି ଯେ ଇଏ କରିବା ପାଇଁ କାଳେ ଦେଇଦେବେ ଏ ସାର୍ଟିଫିକେଟ୍। ଏଠି କ'ଣ କି ମାନେ କେହି କହିବାକୁ ନାହାନ୍ତି। ଦେଖନ୍ତୁ ମୋତେ ଏ ସାର୍ଟିଫିକେଟ୍ ଦିଆହେଲା ତାର ଜଷ୍ଟିଫିକେସନ୍ ଦରକାର କିନ୍ତୁ ଏଠି କହିବା ପାଇଁ ଯେଉଁମାନେ ସ୍ୱର ଉତ୍ତୋଳନ କରିବା କଥା ସେମାନେ ନାହାନ୍ତି ତେଣୁ ବାଧ୍ୟ ହେଉଛୁ 5ଟି ଏ ସାର୍ଟିଫିକେଟ୍ ପାଇଗଲା। ଏଥିରେ ଏ ସାର୍ଟିଫିକେଟ୍ ପାଇଲେ କ୍ଷତି କ'ଣ ହେଉଛି ଯେ ଲୋକ ମାନେ ଗୋଟେ ମାନେ ଏ ସାର୍ଟିଫିକେଟ୍ ପାଇଲେ ଲୋକ ସେ 18 ବର୍ଷ ତଳକୁ ମାନେ କେହି ଯାଇପାରିବେନି। ମୋ ଘରେ ମନେକର ମୋ ଝିଅ ଦେଖିବାକୁ ଚାହୁଁଛି କି ମୋ ଫ୍ୟାମିଲି ଚାହୁଁଛନ୍ତି ସେତେବେଳେ ରେଷ୍ଟ୍ରିକ୍ସନ୍ ହେଇଯାଉଛି ଅଡ଼ିଏନ୍ସ କମି ଯାଉଛନ୍ତି। ମନେକର 10ଟା ଲୋକ ଯିବା କଥା 2ଟା ଲୋକ ଯିବେ ଏମିତି ଯାଉନାହାନ୍ତି। ତେଣୁ ସାର୍ଟିଫିକେଟ୍ ଦେବା ପୂର୍ବରୁ ଆମ ସେନ୍ସର ଯେଉଁମାନେ ଅଛନ୍ତି ଅଫିସର ସେମାନେ ଚିନ୍ତା କରିବା କଥା ଯେଉଁଠି ଅଧିକା ହେଉଛି ମନେକର ଇଣ୍ଡଷ୍ଟ୍ରି ପାଇଁ ଯେଉଁଟା ମାନେ ଅତି ଖରାପ ସେଇ ଜାଗାରେ ଏ ଦିଅନ୍ତୁ କିନ୍ତୁ ସାମାନ୍ୟ ଟିକେ ଯଦି ଆମେ ରକ୍ତପାତ ହେଉଛି କିମ୍ବା ଯଦି ବ୍ଲଡ଼ ବାହାରୁଛି ସେ ଆଉ ଯେଉଁଠି ଟିକେ ସସ୍ପେନ୍ସ ରହୁଛି କିମ୍ବା ଯଦି ଥ୍ରିଲର ରହୁଛି କିମ୍ବା ଯଦି ମାନେ କ'ଣ ତାକୁ ମାନେ ଗଣ୍ଡଗୋଳ ହଉ ମାନେ ବାଡ଼ିଆ ପିଟା ରହୁଛି ସେଇଟାକୁ କାଟି ଦିଅନ୍ତୁ କିମ୍ବା ତାକୁ କଟ୍ ଅଛି ଆମର କଟ୍ ସେନ୍ସରରେ କଟ୍ ଅଛି କଟ୍ ଦେଇକି ୟୁଏ ଦିଅନ୍ତୁ କି ୟୁ ଦିଅନ୍ତୁ କିନ୍ତୁ ଏ ଦେଲା ବେଳକୁ ମାନେ ଲୋକ ଆମର ଯେଉଁମାନେ ଲୋକ ଦେଖିବାକୁ ଚାହୁଁଛନ୍ତି ସେମାନେ ଯାଇପାରିବେନି। ଫଳରେ କ'ଣ ରେଭିନ୍ୟୁ କମିଯିବ। ଆମର ତ ଛୋଟିଆ ଇଣ୍ଡଷ୍ଟ୍ରି ମାତ୍ର 54ଟି 55ଟି ହଲ୍ ନେଇକି ଆମେ ଚାଲିଛୁ ଯଦି ହଲ୍ ସଂଖ୍ୟା କମ୍ ତାପରେ ଆମେ ଫାଇଟ୍ କରୁଛେ ହିନ୍ଦୀ ସହିତ ଅଦର ଲାଙ୍ଗୁଏଜ ସହିତ ସେତେବେଳେ ଯଦି ଆମେ ଏପଟେ ଗୋଟେ ପ୍ରୋବ୍ଲେମ୍ କ୍ରିଏଟ୍ ମାନେ ସୃଷ୍ଟି ହେବ ସାର୍ଟିଫିକେଟ୍ ନେଇକି ଯଦି ଆମେ ଦ୍ୱନ୍ଦ୍ୱ ରହିବ ସେତେବେଳକୁ ବହୁତ ମାନେ ଆମେ ଲସ୍ରେ ରହିବୁ ମୁଁ ଭାବୁଛି।